ଯା ଆରେ ତମ ବାପା ପାଗଳ ଫାଳ ହେଇଗଲେ ନା କଣ? ଆରେ ସେ ମତେ ଫୋନ କରି କହୁଛନ୍ତି ମୋ ଏ ଘରର ଆଡ୍ରେସ ଦିଅ। ସେ ଏବେ ଏଇଠିକି ସିଫ୍ଟ ହଉଛନ୍ତି ଟ୍ୟାକ୍ସିରେ ବସୁଛନ୍ତି। ହଁ ତା ମୁଣ୍ଡ ଫୁଣ୍ଡ କିଛି କାମ କରୁନି ନା କଣ ମୁଁ କିଛି ବୁଝିପାରୁନି। ଭାଉଜ ନା ବାପା ବୋଉଙ୍କୁ ରଖିବେନି ବୋଲି ମନା କରିଦେଲେ। ମୁଁ ସେଇଥିପାଇଁ ଏଇଠିକି ଡକେଇ ଦେଲି। ଆରେ ଏ କି କଥା ଏଗୁଡାକ? ଆରେ ତମେ ମତେ ନ ପଚାରିକି ତାଙ୍କୁ ତମେ ଏଇଠିକି ଡକେଇଦେଲ। ଆରେ ତାଙ୍କର ତ ଏଠି ହକ୍ ନାହିଁ ରହିବାର ନା। କି କଥା କହୁଛ ତମେ? ସେ ମୋ ବାପା ମା ମତେ ଜନ୍ମ କରିଛନ୍ତି, ମୁଁ ତାଙ୍କୁ ଏଇଠିକି ଡକେଇ ପାରିବିନି? ଆରେ ତମେ ତ କହିଥିଲ ଏ ଘରେ ଆମ ଦୁଇ ଜଣଙ୍କୁ ଛାଡିଦେଲେ କୌଣସି ବୁଢା ମଣିଷ ରହିବନି ବୋଲି। ମୁଁ ତମ ବାପା ମାଙ୍କ ସହ ରହିପାରିବିନି, ହେଲେ ମୋ ବାପା ମାଙ୍କ ସହ ରହିପାରିବି ନା। କାହିଁକି ନା ସିଏ ମତେ ଜନ୍ମ ଦେଇଛନ୍ତି। କଣ କହୁଛ ତମେ? ତମେ ତମ ବାପା ମାଙ୍କ ସହ ରହିପାରିବ, ହେଲେ ମୋ ବାପା ମାଙ୍କ ସହ ରହିପାରିବନି? ଆରେ ବୁଝିବାକୁ ଚେଷ୍ଟା କର, ରାଗନି। ତମେ ଥେରିକି ବସିଲ, ମୁଁ ତମକୁ ସବୁ କଥା କହୁଛି। ଆରେ ଶୁଣ, ଭାଉଜ ନା ସିଧା ସିଧା ମନା କରିଦେଲେ ବାପା ବୋଉଙ୍କୁ ରଖିବେନି ବୋଲି। ତାହେଲେ ତମେ କହିଲ ବାପା ବୋଉ ଆଉ କୁଆଡେ ଯିବେ? ତମେ କହିଲ ବାପା ବୋଉ ଆଉ କୁଆଡେ ଯିବେ? ମୁଁ ତାଙ୍କ ଝିଅ, ମୋର କିଛି କର୍ତ୍ତବ୍ୟ ତାଙ୍କ ପାଇଁ ଅଛି କି ନାହିଁ କହିଲ? ଆରେ ଏସବୁ ରୁଲ ନା ତମେ ବନେଇଥିଲ, ତମେ ପୁଣି ଏସବୁ ରୁଲକୁ ଭାଙ୍ଗୁଛ। ମତେ ସେ ବହୁତ ପାଠ ପଢେଇଛନ୍ତି, ଆଉ ମୋ ପାଠ ପଢା ପାଇଁ ନା ସେ ବହୁତ ଲୋକଙ୍କଠୁ ଧାର କରଜ କରିଛନ୍ତି। ଆରେ ତମ ବାପା ମା ଖାଲି ତମକୁ ପଢେଇ ନାହାନ୍ତି, ମୋ ବାପା ମା ବି ମତେ ପଢେଇଛନ୍ତି। ଆରେ ତମର ତ ବାପା ମା ଦି ଜଣ ଅଛନ୍ତି, ହେଲେ ମୋର ମୁଁ ଏତେ ଦଶମ ପଢୁଥିଲି, ମୋ ମା ମତେ ଛାଡିକି ଚାଲିଗଲା। ମା ଛାଡିକି ଚାଲିଗଲା ପରେ ମୋ ବାପା ମୋର ସବୁ ଦାୟିତ୍ୱ ନଉଥିଲେ, ଆଉ ମତେ ମତେ ବି ବହୁତ ଭଲ ପାଉଥିଲେ। ବାପା ହବାର କର୍ତ୍ତବ୍ୟ ବହୁତ ଭଲ ଭାବରେ ନିଭେଇଥିଲେ। ତମେ ତମେ କଣ କଲ? ଆମ ସହିତ ରହିବା ପାଇଁ ତମେ ତାଙ୍କୁ ମନା କରିଦେଲ। ଆଉ କଥା ରହିଲା ଦାୟିତ୍ୱର, ଆରେ ମୋ ବାପାଙ୍କ ଦାୟିତ୍ୱ ହଉଛି ମୋର, ଆଉ ତମ ବାପା ମାଙ୍କ ଦାୟିତ୍ୱ ହଉଛି ତମ ଭାଇର। ଯଦି ତମ ବାପା ମାଙ୍କୁ ତମ ଭାଇ ଭାଉଜ ରଖିବାକୁ ରାଜି ହଉନାହାନ୍ତି, ତାହେଲେ ଠିକ ଅଛି, ତାହେଲେ ତାଙ୍କୁ ନେଇ କୋଉ ବୃଦ୍ଧାଶ୍ରମ ଛାଡିଦିଅ। ଭାଉଜ ତାଙ୍କୁ ରଖେଇ ଦଉନି ବୋଲି ଭାଇ ତାଙ୍କୁ ରଖି ପାରୁନି। ମୁଁ ସେଥିପାଇଁ କଣ କରିବି? ଆରେ ତମେ ଯଦି ମୋ ବାପାଙ୍କୁ ମୋ ସହିତ ରଖେଇ ଦେଲନି, ତାହେଲେ ମୁଁ କହୁଛି ତମ ବାପାଙ୍କୁ ତମ ସହିତ ମୁଁ ବି ରଖେଇ ଦେବିନି। ଆରେ ମୋ କଥା ଟିକେ ବୁଝିବାକୁ ଚେଷ୍ଟା କର। ମୋ ବାପା ମାଙ୍କ ସହିତ ମୁଁ ରହିଲେ ନା ମୁଁ ବହୁତ ଖୁସିରେ ରହିବି, ଯେତିକି ଖୁସି ମୁଁ ତମଠୁ ପାଇନି। ତାହେଲେ ମୋ ସାଙ୍ଗରେ ରହୁଛ କଣ ପାଇଁ? ତାହେଲେ ମୋ ସାଙ୍ଗରେ ରହିବା ଦରକାର ନାହିଁ। ଏଇଠି ତମେ ନା ମୋ ଜୀବନଟାକୁ ନର୍କ ବନେଇ ସାରିଲଣି, ଖାଲି ଖୁଣ୍ଟା ଦେଇ ଦେଇ। ରେ ମୁଁ କେତେ କଥା ନ ଭାବିଥିଲି ମୋ ବାପା ଆସିକି ମୋ ପାଖରେ ରହିବେ, ମୁଁ ତାଙ୍କୁ ବଡ ମେଡିକାଲରେ ଟ୍ରିଟମେଣ୍ଟ କରିବି, ତାଙ୍କ ଦେହ ଦେଖେଇବି। ହେଲେ ତମେ ତମେ କଣ କଲ? ତାଙ୍କୁ ତମେ ଗୋଟେ ମାସ ବି ମୋ ପାଖରେ ରଖିବାକୁ ଦେଲନି, ତାଙ୍କୁ ସେତେ ତମେ ତାଙ୍କୁ ଘରୁ ବାହାର କରିଦେଲ। ଶୁଣ, ଏ ରୁଲ ଟା ତମେ କରିଥିଲ, ଆଜି ତମ ବାପା ମାଙ୍କ କଥା ଆସୁଛି ବୋଲି ଏ ରୁଲ ଟାକୁ ଚେଞ୍ଜ କରିଦେଲ। ହେଇଟି ଶୁଣ, ତମେ ଯେବେ ମୋ ବାପା ମାଙ୍କୁ ଏଠି ରହିବାକୁ ଦବନି, ମୁଁ ତାହେଲେ ତମକୁ ଡିଭୋର୍ସ ଦେବି। ଆରେ ଠିକ ଅଛି, ଆରେ ଦେଇଦିଅ ଡିଭୋର୍ସ। ଆରେ କିଏ ମନା କରୁଛି? ମୁଁ ନା ସେ ଡିଭୋର୍ସ କୁ ଆଉ ଜମାରୁ ଡରିନି। ଆରେ ମନେ ଅଛି ସେଦିନର କଥା? ଆରେ ସେଦିନ ମୋ ବାପା ଆସିଥିଲେ ଏ ଘରକୁ ରହିବା ପାଇଁ, ଆଉ ସେଦିନ ତମେ ଏ ଡିଭୋର୍ସ ଧମକ ଦେଇକି ମୋ ବାପାକୁ ତମେ ମୋ ଘରୁ ବାହାର କରିଦେଇଥିଲ। ସେଦିନ ଅବଶ୍ୟ ଏ ଡିଭୋର୍ସ ପାଇଁ ମୁଁ ଡରି ଯାଇଥିଲି, ହେଲେ ଆଜି କେବେ ବି ତମ ଡିଭୋର୍ସ କଥାକୁ ନେଇକି ଡରିବା ଲୋକ ମୁଁ ନୁହଁ। ଠିକ ଅଛି, ଆରେ ତମେ ଦିଅ, ମୁଁ ଆଉ ଡରିବାର ନାହିଁ। ଏଠି ଶୁଣ, ତମକୁ କହୁଛି, ତମକୁ ଡିଭୋର୍ସ ଦେଲା ପରେ ମୋ ବାପାଙ୍କୁ ଏଇ ଘରକୁ ଆଣିକି ମୁଁ ଖୁସିରେ ରହିବି। ଆଉ ତମର ଯଦି ଶେଷ ନିଷ୍ପତ୍ତି ଡିଭୋର୍ସ ଦେବା ପାଇଁ, ମୋର ବି ଫାଇନାଲ ଡିସିସନ ହଉଛି ତମକୁ ଡିଭୋର୍ସ ଦେବା ପାଇଁ। ୟେସ୍। ଦେଖ, ମୁଁ ମଜାକ କରୁନି, ମୁଁ ସତରେ କହୁଛି ତମକୁ ଡିଭୋର୍ସ ଦେଇଦେବି। ଆରେ ମୁଁ ବି ମଜା କରୁନି ବା, ମୁଁ ବି ସିରିୟସ ରେ କହୁଛି। ଠିକ ଅଛି, ତାହେଲେ ମୁଁ ତାଙ୍କୁ ଫୋନ କରିକି ମନା କରିଦଉଛି, ଏଠି ଆସିବା ଦରକାର ନାହିଁ, କୋଉ ବୃଦ୍ଧ ଆଶ୍ରମକୁ ଚାଲି ଯାଅ। ଆରେ ହଁ, ଏହା ହିଁ କରିବ ତ।
ତମେ ଜମା ଟେନସନ ନିଅନି, ମୋ କଥା ମୁଁ ବୁଝିବି।